ସେଦିନ କିଏ ଶୁଣିଛି ସେ ବୀରଙ୍ଗନାର ଆର୍ତ୍ତଚିତ୍କାର। ସେଦିନ କିଏ ଶୁଣିଛି ସେ ବୀରଙ୍ଗନାର ଆର୍ତ୍ତଚିତ୍କାର। ଇଏ ତ କିଛି ମୁହୂର୍ତ୍ତ ତଳେ ସେ ଅନୁଭବ କରିଥିଲା ପ୍ରେମକୁ ତାର। ଏବେ ବି ସତେଜ ଆଉ ଜଳ ଜଳ ଦିଶୁଥିଲା ତା ହାତର ଶଙ୍ଖା ଆଉ ମଥାର ସିନ୍ଦୁର। ଏଇ ତ କିଛି ମୁହୂର୍ତ୍ତ ତଳେ ସେ ଅନୁଭବ କରିଥିଲା ପ୍ରେମକୁ ତାର, ଆଉ ଜଳ ଜଳ ଦିଶୁଥିଲା ତା ହାତର ଶଙ୍ଖା ଆଉ ମଥାର ସିନ୍ଦୁର। ବାସ୍ କିଛି ମୁହୂର୍ତ୍ତର ଖୁସି ବୋଧେ ବାକି ଥିଲା। ବାସ୍ କିଛି ମୁହୂର୍ତ୍ତର ଖୁସି ବୋଧେ ବାକି ଥିଲା। ଆଉ ଏଇ ନିଷ୍ଠୁର ସମୟ ଲେଖିଦେଲା ତା ଜୀବନରେ ଅସହ୍ୟ ଯନ୍ତ୍ରଣାର କାହାଣୀ ଚିରଦିନର। ଅସହ୍ୟ ଯନ୍ତ୍ରଣାର କାହାଣୀ ଚିରଦିନର। କିଏ ଜାଣିବାକୁ ଚେଷ୍ଟା କଲା କି ଦୋଷ ଥିଲା ତାର? କିଏ ଜାଣିବାକୁ ଏଠି ଚେଷ୍ଟା କଲା କି ଦୋଷ ଥିଲା ତାର? ଆତତାୟୀର ବର୍ବରତାର ଶିକାର ସାଜିଗଲା ନିରୀହ ନାରୀର ସୁହାଗ ସିନ୍ଦୁର। କ'ଣ ଜାତି ଧର୍ମଠୁ ବହୁ ନିଚରେ ରହିଗଲା ଆଜି ମାନବିକତା ମଣିଷର? ହଜିଗଲା ଦୟା କ୍ଷମା, କ୍ରୂରତାର ସୀମା ଲଙ୍ଘିଗଲା ମଣିଷ, ସାଜିଗଲା ପଶୁଠାରୁ ହୀନ। ସାଜିଗଲା ପଶୁଠାରୁ ହୀନ। କିଏ କହିଲା ଜାତି ନାହିଁ କୌଣସି ଆତତାୟୀର? କିଏ କହିଲା ଜାତି ନାହିଁ କୌଣସି ଆତତାୟୀର? ଇତିହାସ ଓଲଟାଇ ଦେଖ, ଯଦି ରୂପ ବର୍ଣ୍ଣନା ହୁଏ ତେବେ ରାକ୍ଷସକୁ କେଉଁ ରୂପରେ ସଜାଯାଏ ତାହା ଗୋଟିଏ ଜାତି ବାରମ୍ବାର ଦର୍ଶାଇ ଦିଏ। ତାହା ଗୋଟିଏ ଜାତି ବାରମ୍ବାର ଦର୍ଶାଇ ଦିଏ। ଇଏ ତ ଥରେ ନୁହେଁ ବରଂ ବାରମ୍ବାର ଏଠି ରକ୍ତର ଖେଳ ଖେଳା ହୁଏ। ଏ ତ ଥରେ ନୁହେଁ ବରଂ ବାରମ୍ବାର ଏଠି ରକ୍ତର ଖେଳ ଖେଳା ହୁଏ। ଜାତିବାଦ ନାଁରେ କେବଳ ସିନ୍ଦୁର ଲିଭିଯାଏ, ଚରିତ୍ର ସଂହାର ହୁଏ ନାରୀମାନଙ୍କର। ଚରିତ୍ର ସଂହାର ହୁଏ ନାରୀମାନଙ୍କର। ଏବେ ପ୍ରଶ୍ନ ଉଠେ ନ୍ୟାୟ ଅନ୍ୟାୟ, ଧର୍ମ ଅଧର୍ମର। ତେବେ ଗୋଟେ କଥା କୁହ, କ'ଣ ଜଣେ ହିଁ ଉତ୍ତରଦାୟୀ ମାତ୍ର ଏ ଅପରାଧର? କ'ଣ ଜଣେ ହିଁ ଉତ୍ତରଦାୟୀ ମାତ୍ର ଏ ଅପରାଧର? ଆଉ ଦୋଷ ନାହିଁ କାହାର? ଆଉ ଦୋଷ ନାହିଁ କାହାର? ଏ ପ୍ରଶ୍ନ ଥରେ ନିଜକୁ ପଚାର। ଏ କ'ଣ ସତରେ ଗୋଟିଏ ପକ୍ଷର ଦୋଷ ମାତ୍ର? କାହିଁକି ସହିବା ଆମେ? କାହିଁକି ସହିବା ଆମେ ଅନ୍ୟାୟ ବାରମ୍ବାର? କାହିଁକି ଗୋଟିଏ ପକ୍ଷ ପ୍ରତି ସବୁବେଳେ ହବ ଅନ୍ୟାୟ ଅବିଚାର? କାହିଁକି ଗୋଟେ ପକ୍ଷ ପ୍ରତି ସବୁବେଳେ ହବ ଅନ୍ୟାୟ ଅବିଚାର? ଥରେ ନିଜ ଆତ୍ମାକୁ ପଚାର। କ'ଣ ସତରେ ସହିଯିବା, ଚୁପ୍ ରହିବା ଏହା ହିଁ ଆମର ବିଚାର? କ'ଣ ସତରେ ଏତେ କାପୁରୁଷ ସମାଜ ଆମର? ସତରେ କ'ଣ ଏତେ କାପୁରୁଷ ସମାଜ ଆମର? ଥରେ ନିଜ ଆତ୍ମାକୁ ପଚାର, ଦୋଷ କାହାର? ଥରେ ନିଜ ଆତ୍ମାକୁ ପଚାର, ଦୋଷ କାହାର? କ'ଣ ଭୁଲ ଥିଲା ସେ ନାରୀର ଯେ ହଜେଇ ଦେଲା ସ୍ୱପ୍ନ ସବୁ ତାର? ଯେ ଅକାରଣେ ପାଲଟିଗଲା ଆତତାୟୀର ଶିକାର? ଏ ନୁହେଁ ପ୍ରଥମ ଥର। ଯଦି ଚୁପ୍ ରହିଲେ ଏ ଘଟଣା ଘଟିବ ବାରମ୍ବାର। ଯଦି ଆଜି ଚୁପ୍ ରହିଲେ ଏ ଘଟଣା ଘଟିବ ବାରମ୍ବାର। ହଁ, ଏବେ କିଛି ଦିନ ଚିତ୍କାର କରିବା। ହଁ, କିଛି ଦିନ ଏବେ ଚିତ୍କାର କରିବା, ରଣହୁଙ୍କାର ଦେବା, ଧାରଣାରେ ବସିବା, ପ୍ରତିବାଦ କରିବା, ଆଉ ପୁଣି ଚୁପ୍ ହେଇଯିବା। ଆଉ ଗୋଟେ ଘଟଣା କିମ୍ବା ଦୁର୍ଘଟଣା ଘଟିବାର ଅପେକ୍ଷା କରିବା। ଆଜି ଆଉ କାହାର ପାଳି ଥିଲା, ଦିନେ ଆମ ପାଳି ବି ଆସିବ। ଆଜି ଆଉ କାହାର ପାଳି ଥିଲା, ଦିନେ ଆମ ପାଳି ବି ଆସିବ। ତା ପାଇଁ ସଜ୍ଜ ହେବା। ତେବେ ଯଦି ଆଗାମୀ ପିଢ଼ି ଆମକୁ ପ୍ରଶ୍ନ ପଚାରେ ତାର କ'ଣ ଉତ୍ତର ଦେବା? ତେବେ ଆଗାମୀ ପିଢ଼ି ଯଦି ଆମକୁ ପ୍ରଶ୍ନ ପଚାରେ ତାର କି ଉତ୍ତର ଦେବା ସେ କଥା ବି ଥରେ ଭାବିବା। ଅସ୍ତିତ୍ୱକୁ ହଜେଇ ଦେବା ନା ପ୍ରଶ୍ନର ମୂଳୋତ୍ପାଟନ କରିବା? ଅସ୍ତିତ୍ୱକୁ ହଜେଇ ଦେବା ନା ପ୍ରଶ୍ନର ମୂଳୋତ୍ପାଟନ କରିବା? ସେ ପ୍ରଶ୍ନ ଥରେ ନିଜକୁ ପଚାରିବା। ସେ ପ୍ରଶ୍ନ ଥରେ ନିଜକୁ ପଚାରିବା।